ଦେଖନ୍ତୁ ଗତ 1 ତାରିଖ ଦିନ ଦିନ 12ଟା ସମୟରେ ଏ ଜଣେ ଅନନ୍ତ ବୋଲିକି ଜଣେ ଲୋକ ଡ୍ରାଇଭରଟା ସେ ଭୁବନେଶ୍ୱରରୁ ସାମାନ ନେଇକି ଯାଉଥିଲା ଆମର ଜୟପୁରକୁ। ଆଉ ଆମର ଏଇ ଯେଉଁ କରେଲୁଆ ଓଭରବ୍ରିଜ୍ ପାଖରେ 3 ଜଣ ଅଜଣା ବ୍ୟକ୍ତି ତାକୁ ଅଟକେଇଲେ ଓ ତା ପାଖରୁ ଉକ୍ତ ଗାଡ଼ିକୁ ଏଇ ଜଙ୍ଗଲ ସାଇଡ଼କୁ ନେଇକି ଗଲେ ଓ ତାଠାରୁ ତାକୁ ମାରପିଟ କରିକି ନଗଦ 50,000 ଟଙ୍କା ଫୋନପେ ମାଧ୍ୟମରେ ନେଇଗଲେ ଏବଂ ସେ ଗାଡ଼ିରୁ 2ଟି ବଡ଼ ମାନେ କୁଲର ୱାଟର କୁଲର 3ଟି ଏକ୍ୱାଗାର୍ଡସ ଆଉ ହାଭେଲ୍ସର କିଛି ୱେର୍ କେତେ ପ୍ୟାକେଟ୍ ୱେର୍ସ ଆଉ ପେଷ୍ଟିସାଇଡ୍ସ ଏଗୁଡ଼ାକ ଓହ୍ଲେଇ ଦେଲେ ସେଠୁ ଆଉ ଡ୍ରାଇଭରକୁ ମାରପିଟ କରିକି ସେଠୁ ସେମାନେ ଭଗେଇ ଦେଲେ। ତାପରେ ଗୋଟେ ଅଟୋ ଡ୍ରାଇଭରକୁ ଡାକିକି ସେ ଉକ୍ତ ସାମାନ ଗୁଡ଼ାକ ନେଇକି ସେମାନେ ସେଠୁ ଚମ୍ପଟ ମାରିଲେ। ଆମର ସଇଁତଲା ପୁଲିସ ତରଫରୁ ଗୋଟେ ଟିମ୍ ଫର୍ମେସନ୍ କରାଗଲା ଏସ୍ପି ସାର୍ଙ୍କର ନିର୍ଦ୍ଦେଶ କ୍ରମେ। ଆଉ ବିଭିନ୍ନ ଜାଗାରେ ଚଢ଼ାଉ କରିକି ଆମେ ବର୍ତ୍ତମାନ 3 ଜଣ ଏକ୍ୟୁଜ୍ କିଏ କିଏ କରିଥିଲେ ତାଙ୍କର ନାଁ ମାନେ ଜାଣିପାରିଲୁ ଆଉ ଉକ୍ତ ଅଟୋ ଡ୍ରାଇଭର ବି ନାଁ ଜାଣିପାରିଲୁ। ସେ ମଧ୍ୟରୁ ଜଣେ ଏକ୍ୟୁଜ୍ ସେଟା ହେଉଛି ଆମର ଭୁବନେଶ୍ୱର ଭୋଇ ଯେଉଁମାନେ ଇନଭଲ୍ଭ ଥିଲେ ଆଉ ଅଟୋ ଡ୍ରାଇଭର ଇଏ ହେଉଛି ଜଗନ୍ନାଥ ଦାସ ତାକୁ ଧରିବାରେ ସକ୍ଷମ ହେଇଛି। ପାଖାପାଖି ସବୁ ଜିନିଷ ଆମେ ବର୍ତ୍ତମାନ ରିକଭରି କରିକି କେସ୍ଟା ତଦନ୍ତ ଚଲେଇଛୁ। କେସ୍ ନମ୍ବରଟା ହେଉଛି ବର୍ତ୍ତମାନ 106/2026 ଅଣ୍ଡର ସେକ୍ସନ୍ 309+4 BNS ରବରି ସେକ୍ସନରେ କେସ୍ଟା ହେଇଛି। ଜଣ ଦନପାଟ ମୁଁ ଭୁବନେଶ୍ୱରରେ ମୋର ଗୋଟେ ଲଜିଷ୍ଟିକ୍ କମ୍ପାନୀ ଅଛି। ମୋର ଅନନ୍ତ ମାଝୀ ବୋଲି ଡ୍ରାଇଭର ମୋର ଗାଡ଼ି ନମ୍ବର OD 02DF1470ରେ କିଛି ଲଜିଷ୍ଟିକ୍ର ସାମାନ ନେଇ ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିଲା। ତ ଆପଣ ସଇଁତଳା ବ୍ଲକର କିଛି 2 କିଲୋମିଟର ପୂର୍ବରୁ ଗୋଟେ ବ୍ରିଜ୍ ଅଛି। ସେ ବ୍ରିଜ୍ ପାଖରେ 3 ଜଣ ଟୋକା ବାଇକ୍ରେ ଆସିକିରି ସେମାନେ ଗାଡ଼ିକୁ ମୋ ଗାଡ଼ି ପାଖରେ ଭିଡ଼େଇ ଦେଲେ। ଭିଡ଼େଇ କହିଲେ ଯେ ଆମକୁ ଆକ୍ସିଡେଣ୍ଟ କରିଛ ଇଏ କରିଛ ଆଉ ତୋ ଗାଡ଼ି ରଖିବା ପାଇଁ କହିବା ଫଳରେ ମୋ ଡ୍ରାଇଭର ଗାଡ଼ି ସାଇଡ଼୍ କଲା। ସାଇଡ଼୍ କଲା ପରେ ସେମାନେ କହିଲେ ଯେ ଆପଣ ତୁମ ଗାଡ଼ି ମୋତେ ଧକ୍କା କରିଛି ଆଉ ତୋ ମାଲିକକୁ କହ 50,000 ଟଙ୍କା ପଠାବ। ତ 50,000 ଟଙ୍କା ମୁଁ ପଠେଇ ନଥିଲି ତାଙ୍କୁ। ସେ କହିଲେ ଆମେ ଟ୍ରିଟମେଣ୍ଟ ହେବୁ ଆଉ ମେଡ଼ିକାଲ ବାବଦରେ ମୁଁ ତାଙ୍କୁ 50,000 ପଠାଇବା ପାଇଁ ଜଷ୍ଟ ଅଧଘଣ୍ଟେ ଡେରି ହେଲା। ତ ମୋ ପାଖରେ ପଇସା ନଥିଲା। ମୁଁ ବ୍ୟାଙ୍କରେ ଯାଇ ଜମା କରି ପଠେଇଲି। ପଠେଇବା ଭିତରେ ସେମାନେ କ'ଣ କଲେ ନା ଗାଡ଼ିକୁ ଆପଣଙ୍କର ଲେଫ୍ଟ ସାଇଡ଼ରେ ଯେଉଁ ଜଙ୍ଗଲ ଅଛି ଜଙ୍ଗଲ ଭିତରକୁ ନେଇ ଯାଇଥିଲେ। ତାପରେ ମୁଁ ମୋ ଡ୍ରାଇଭର ଆକାଉଣ୍ଟରେ 50,000 ଟଙ୍କା ପଠେଇଲି। ପଠେଇବା ପରେ ସେମାନେ ତାଙ୍କର ମେଡ଼ିକାଲ ବାବଦରେ 50,000 ଟଙ୍କା ମୋ ଡ୍ରାଇଭର ପାଖରୁ ରିକଭରି କଲେ। ଆଉ ଡ୍ରାଇଭରକୁ ହେକଲିଂ କରି ବାଡ଼ାବୁଡ଼ି କଲା ପରେ ସେ ତାକୁ ଓହ୍ଲେଇକିରି ମୋ ଗାଡ଼ିକୁ 2 ଘଣ୍ଟା ସେମାନେ କେଉଁଠି ନେଇଗଲେ। ନେଲା ପରେ ଡ୍ରାଇଭର ଆଉ ଗାଡ଼ି ହ୍ୟାଣ୍ଡଓଭର କରିଲେ। ଡ୍ରାଇଭର ଆସି ଥାନା ପାଖରେ ଥିଲା। ମୁଁ ଆସିକିରି ସବୁ ଜିନିଷର ତତ୍ତ୍ୱାବଧାନ କଲି ଆଉ ବିଲ୍ ଅନୁସାରେ ମିଳାଇଲା ଫଳରେ ଦେଖିଲି ମୋର କିଛି ଜିନିଷ ସର୍ଟ ଅଛି। ଯେଉଁ ଜିନିଷ ସର୍ଟ ଥିଲା ମୁଁ ତାକୁ ଆପ୍ଲିକେସନ୍ ଦ୍ୱାରା ଲେଖି ମୁଁ ସଇଁତଳା ଥାନାରେ ଆବେଦନ କଲି। ଆବେଦନ କଲା ପରେ ସଇଁତଳା ଥାନାର ଆକ୍ଟିଭନେସ୍ ବହୁତ ଗୁଡ୍ ଆଉ ବହୁତ ପଙ୍କ୍ଚୁଆଲିଟି ଆଉ ରାତି 3ଟା ବେଳେ ଯେଉଁ ଲୋକର ନାଁରେ ଆକାଉଣ୍ଟ ଟ୍ରାନ୍ସଫର ହୋଇଥିଲା ତାର ବିବରଣୀ ବାହାର କରି ତାକୁ ରାତି 3ଟା 3:30 ବେଳେ ତାକୁ ରେସ୍କ୍ୟୁ କରିଥିଲେ।